ଏଠି ଆମେ ଦେଖୁଛୁ ମିଖାଙ୍କ ଦ୍ୱାରା ପ୍ରକାଶ କରାଯାଇଛି ଅତ୍ୟାଚାରୀ ଗଣ ସନ୍ତାପର ପାତ୍ର, ଯେଉଁମାନେ ଅତ୍ୟାଚାର କରନ୍ତି। ଅତ୍ୟାଚାରୀ ଗଣ ମାନେ ସେମାନେ ହେଉଛି ଅଭିଶାପର ପାତ୍ର। ଏଠି ଲେଖା ଅଛି ଯେ ମିଖା ତାର 2:1 ପଦରେ ପରମେଶ୍ୱର ପ୍ରକାଶ କରିଛନ୍ତି ମିଖାଙ୍କ ଦ୍ୱାରା, ଯେଉଁମାନେ ଆପଣା ଆପଣା ଶଯ୍ୟାରେ ଅଧର୍ମ କଳ୍ପନା କରନ୍ତି ଓ କୁକର୍ମ ସ୍ଥିର କରନ୍ତି, ସେମାନେ ସନ୍ତାପର ପାତ୍ର ବା ସେମାନେ ଅଭିଶାପର ପାତ୍ର। କେଉଁମାନେ? ଯେଉଁମାନେ ଆପଣା ଆପଣା ଶଯ୍ୟାରେ ଶୋଇଥିବା ଅବସ୍ଥାରେ ସବୁବେଳେ ପାଇଁ ଅଧର୍ମ କଳ୍ପନା କରନ୍ତି, ଅଧର୍ମ ଚିନ୍ତା କରନ୍ତି, ଆଉ କୁକର୍ମ ସ୍ଥିର କରନ୍ତି। କୁକର୍ମ କରିବା ପାଇଁ, ଖରାପ କାମ କରିବା ପାଇଁ ଚିନ୍ତା କରନ୍ତି, ସ୍ଥିର କରନ୍ତି, ସେମାନେ ଅଭିଶାପର ପାତ୍ର ବୋଲି ଲେଖା ହେଉଛି। ଖାଲି ସେତିକି ନୁହେଁ, ପ୍ରଭାତ ହେବା ମାତ୍ରେ ସେମାନେ ତାହା ସାଧନ କରନ୍ତି, କାରଣ ତାହା ସେମାନଙ୍କ ହସ୍ତର କ୍ଷମତାଧୀନ ବିଧିନ। ପରମେଶ୍ୱର ସେମାନଙ୍କୁ ମଣିଷ ଭାବରେ ସୃଷ୍ଟି କରିଛନ୍ତି, ତଥାପି ସେମାନେ ପରମେଶ୍ୱରଙ୍କ ରାସ୍ତାରେ ନ ଚାଲି ସେମାନେ ଅଧର୍ମ କାମ କରନ୍ତି, ଅଧର୍ମ ଚିନ୍ତା କରନ୍ତି, କୁକର୍ମ କରନ୍ତି, କୁକର୍ମ ଚିନ୍ତା କରନ୍ତି, କୁକର୍ମ କରିଦିଅନ୍ତି। ଏସବୁ କାମକୁ ପରମେଶ୍ୱର ଘୃଣା କରନ୍ତି। ବନ୍ଦ କରିବା ପାଇଁ ପରମେଶ୍ୱର କହିଛନ୍ତି ଯେ ତୁମେ ଏଗୁଡ଼ା ସବୁ, ପ୍ରଭୁ କହିନାହାନ୍ତି ଏସବୁ କୁକର୍ମ କର, କୁକର୍ମ ଅଧର୍ମ ଚିନ୍ତା କର। ଏସବୁ ଜୀବନରେ ବନ୍ଦ କରିବା ଆବଶ୍ୟକ। ବନ୍ଦ କରି ପରମେଶ୍ୱର ଯେଉଁ ନିୟମ ଦେଇଛନ୍ତି, ଯେଉଁ ନୀତି ଦେଇଛନ୍ତି, ଆମେ ସେଥିରେ ଚାଲିବା ଆବଶ୍ୟକତା ରହିଛି।